ନୂଆପଡ଼ା ବରଗଡ଼ ରେଲଲାଇନ୍ ପାଇଁ ରେଳମନ୍ତ୍ରୀଙ୍କୁ ଦାୟୀପତ୍ର ଦେଲେ ସାଂସଦ ପ୍ରଦୀପ ପୁରୋହିତ। ବରଗଡ଼ 12/8 ନୂଆପଡ଼ା ବରଗଡ଼ ରେଲଲାଇନ୍ ପାଇଁ ପୁଣିଥରେ ଦାବି ଦୋହରାଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ସେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଏହି ପ୍ରକଳ୍ପ ଲାଗି ଦାୟୀପତ୍ର ପ୍ରଦାନ କରିଛନ୍ତି। ସାଂସଦ ପ୍ରଦୀପ ପୁରୋହିତ ଏହି ଦାୟୀପତ୍ରରେ ଦର୍ଶାଇଛନ୍ତି ଯେ ପଶ୍ଚିମ ଓଡ଼ିଶାରେ ଏହି ଅଞ୍ଚଳର ଆର୍ଥିକ, ବ୍ୟବସାୟିକ ତଥା ବାଣିଜ୍ୟିକ ବିକାଶ ପାଇଁ ଏହି ରେଳ ଲାଇଫଲାଇନ୍ ସାବ୍ୟସ୍ତ ହେବ। ପୂର୍ବରୁ ମଧ୍ୟ ସେ ରେଳମନ୍ତ୍ରୀଙ୍କ ନିକଟରେ ସମାନ ଦାବି ରଖିଥିବା ବେଳେ ଏହା କେନ୍ଦ୍ର କ୍ୟାବିନେଟ୍ ଓ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପାଇଥିବା କୁହାଯାଇଥିଲା। ତେବେ ଚଳିତ ବର୍ଷର ରେଳ ବଜେଟରେ ଓଡ଼ିଶାର ଅନ୍ୟ 6ଟି ପ୍ରକଳ୍ପ ସ୍ଥାନ ପାଇଥିଲେ ବି ନୂଆପଡ଼ା ବରଗଡ଼ ରେଲଲାଇନ୍କୁ ନଜରଅନ୍ଦାଜ କରାଯାଇଛି। ସେହିପରି ପଦ୍ମପୁର ଉପନିର୍ବାଚନ ତଥା ଗତ ସାଧାରଣ ନିର୍ବାଚନରେ ଏହି ରେଳ ପ୍ରକଳ୍ପ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଏହି ପ୍ରତିଶ୍ରୁତି ମୁତାବକ ପ୍ରକଳ୍ପ ଘୋଷଣା ହୋଇନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ନୂଆପଡ଼ା ବରଗଡ଼ ରେଲଲାଇନ୍ର ପୁନର୍ବିଚାର କରିବାକୁ ସାଂସଦ ପ୍ରଦୀପ ପୁରୋହିତ ରେଳମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କିତ ଦାୟୀପତ୍ର ପ୍ରଦାନ କରିଛନ୍ତି।